ବେଶ ଭଲ ଅଛି ବହୁତ ଖୁସି ଲାଗିଲା। ସେ ତ ଦେହ ଅସୁସ୍ଥ ଅଛି, ଆଡମିଟ୍ ହେଇଥିଲେ, ତାପରେ ଅଶ୍ୱିନୀକୁ ସିଫ୍ଟ ହେଇଛନ୍ତି। ଆଉ ମ୍ୟାଡ଼ାମ୍ ମାୟାଗନ୍ଧାତ ନିଜେ ଦେଖୁଛନ୍ତି ଆଣ୍ଡ ଅବଜରଭେସନ୍ ଅଛନ୍ତି। ସବୁ ପରୀକ୍ଷା କରିବାକୁ ଦିଆହେଇଛି। ପରୀକ୍ଷା ସରିଲା ପରେ ହିଁ ପ୍ରପର ଟ୍ରିଟମେଣ୍ଟ ଆରମ୍ଭ ହେବ। ଆଣ୍ଡ ସବୁଠୁ ବଡ଼ କଥା ହେଉଛି ତାଙ୍କ ବ୍ରେନ୍ ସ୍କାନ୍ ହେଲା, ଚେଷ୍ଟ ସ୍କାନ୍ ହେଲା, କିଛି ଅସୁବିଧା ସେମିତି କିଛି ବାହାରିନି। ମାନେ କ'ଣ ଅସୁବିଧା ହେଇଛି ଯେଉଁଥିପାଇଁକା ସେ ପୋଟାସିୟମ୍ ସୋଡ଼ିୟମ୍ ଯାହାକି ଟିକେ ଡାଉନ୍ ହେଇଯାଇଛି, ଯେଉଁଥିପାଇଁ ସେ ଅସୁବିଧା ସେ ଆଇସିୟୁରେ ଅଛନ୍ତି। ବଟ୍ ହି ଇଜ୍ ଷ୍ଟେବଲ୍ ଆଣ୍ଡ ଯାହା ଖବର ପାଇଲୁ ସେ ସୁସ୍ଥ ଅଛନ୍ତି। ଆଇସିୟୁକି ସିଫ୍ଟ ଏଇଥିପାଇଁ କରାଗଲା ଯେ ବହୁତ ଭିଡ଼ ହେଇଯିବ, ବହୁତ ଲୋକ ଆସିବେ, ବହୁତ ଲୋକ ତାଙ୍କୁ ଦେଖିବା ପାଇଁ ଆସିବେ, ଇଏ ହେବେ, ତେଣୁ ସେଇଟା ତାଙ୍କର ବି ଅସୁବିଧା। ତେଣୁକି ତାଙ୍କୁ ଆଇସିୟୁ ଚିହ୍ନୁଛନ୍ତି, ସବୁ କଥା ହେଉଛି, କଥାବାର୍ତ୍ତା ତାଙ୍କୁ ବନ୍ଦ କରାଯାଇଛି। ଆଣ୍ଡ ସିଏ ଭଲ ଅଛନ୍ତି, ଷ୍ଟେବଲ୍ ଆଣ୍ଡ କୌଣସି ପରୀକ୍ଷା ଯାହା ମେନ୍ ହେଲା ବ୍ରେନ୍ ସ୍କାନ୍ ହେଇଛି ଆଣ୍ଡ ଇଟ୍ ଇଜ୍ ଅଲ୍ ରାଇଟ୍ ଆଣ୍ଡ ଚେଷ୍ଟ ସ୍କାନ୍ ହେଇଛି, ସେ ବି ଭଲ ଅଛି। ତେଣୁ ନିମୋନିଆ ହେଇଥାଇପାରେ ବୋଲି ଅନୁମାନ କରାଯାଉଛି। ବ୍ଲଡ୍ ରିପୋର୍ଟ ସବୁ ଆସିଲା ପରେ ପ୍ରପର ଟ୍ରିଟମେଣ୍ଟ ନାଇଁ ଆଶା ତ ନିଶ୍ଚୟ ଈଶ୍ୱର ଅଭିଜିତ ଭଳିଆ ପିଲା ଇଜ୍ ଏ ସଚ୍ ଏ ନାଇସ୍ ଜେଣ୍ଟଲମ୍ୟାନ୍। ଆଉ ଆମ ଚଳଚ୍ଚିତ୍ର ଶିଳ୍ପର ସେ ଗୋଟେ ଗର୍ବ। ମ୍ୟୁଜିକ୍ ଡିରେକ୍ଟର ହିସାବରେ, କମ୍ପୋଜର ହିସାବରେ ତାର ଅବଦାନ ତ ବହୁତ କିଛି ଓଡ଼ିଶା ପାଇଁ, ଆମ ଫିଲ୍ମ ଜଗତ ପାଇଁ, ଆମ ସମସ୍ତଙ୍କ ପାଇଁ। ଆମେ ସମସ୍ତଙ୍କୁ ଭାରି ଭଲ ପାଉ। ଆଉ ଆମେ ସମସ୍ତେ ଆଉ ମିଡ଼ିଆ ବନ୍ଧୁମାନେ ବି ତାଙ୍କୁ ଭଲ ପାଆନ୍ତି। ତେଣୁକି ଆପଣମାନେ ସମସ୍ତେ, ଆମେ ସମସ୍ତେ ତାଙ୍କୁ ଶୀଘ୍ର ଆରୋଗ୍ୟ ହୁଅନ୍ତୁ, ଶୀଘ୍ର ଭଲ ହେଇକି ଆସନ୍ତୁ, ପୁଣି କାର୍ଯ୍ୟ ଯୋଗ ଦିଅନ୍ତୁ। ଚାହିଁ ନିଶ୍ଚୟ ଅଭିଜିତ ଆଣ୍ଡ ତାଙ୍କର କୌଣସି ବିକଳ୍ପ ନାହିଁ। ସେ ଇଜ୍ ଏ ଗୁଡ୍ ସିଙ୍ଗର, ଇଜ୍ ଏ ଗୁଡ୍ କମ୍ପୋଜର। ଷ୍ଟେଜକୁ ସେ ଯେମିତି ଭାବରେ ନିଅନ୍ତି, ଷ୍ଟେଜ ଭାବରେ ଯେମିତି ଭାବରେ ସେ କଥାଟାକୁ ଗ୍ରହଣ କରନ୍ତି ଆଉ ଲୋକମାନଙ୍କ ପାଖରେ ପହଞ୍ଚନ୍ତି, ସେଇଟା ଗୋଟେ ବହୁତ ଅନନ୍ୟ କଥା, ବିରଳ କଥା। ତେଣୁକରି ଅଭିଜିତ ଦାଙ୍କ ବ୍ୟତୀତ ବିନା ଗୋଟେ ଫଙ୍କସନ୍ରେ ସେ ମାହୋଲ, ସେ ଗଣେଶ ପୂଜା ହଉ, ଦଶହରା ହଉ, ଯେକୌଣସି ଫଙ୍କସନ୍ରେ ସେଇ ମାହୋଲଟା ସୃଷ୍ଟି ହେଇପାରିବନି। କିନ୍ତୁ ଆମେ ସମସ୍ତେ ଅଡ଼ିଏନ୍ସ, ସମସ୍ତେ ଓଡ଼ିଶାବାସୀ ଯୋଉଠିକି ସେ ଯିବା କଥା ସମସ୍ତେ ମିସ୍ କରିବେ। କିନ୍ତୁ ପ୍ରଥମ କଥା ହେଉଛି ସେ ପୁଣି ଆମ ପାଖକୁ ସୁସ୍ଥ ହେଇକି ଫେରି ଆସନ୍ତୁ, ସେ ଭଲ ହେଇଯାଆନ୍ତୁ। ସମୟ ତ ଅଛି, ବହୁତ କଥା ଅଛି, ବହୁତ କାମ ସେ କରିବେ। ଆଉ ଯାହା ବି ସେ କରିଛନ୍ତି ବହୁତ କାମ ଭଲ କରିଛନ୍ତି, ଆମେ କରିବେ। ଧନ୍ୟବାଦ।